ଦେଖନ୍ତୁ ଜୟ ଜଗନ୍ନାଥ ସ୍ୱାମୀ। ଜଗନ୍ନାଥଙ୍କର ପ୍ରଥମ ବେଶ ସୁନାବେଶ ରଥ ଉପରେ ଆଷାଢ଼ ଶୁକ୍ଳ ଏକାଦଶୀରେ ଜଗନ୍ନାଥ ସୁନାବେଶ ହୁଅନ୍ତି ଏବଂ ଆପଣ ୟା ପରେ ଦେଖିପାରିବେ ଜଗନ୍ନାଥଙ୍କର ତତ ପୌତରୀ ବେଶ। ଏଇଟା ଅବକାଶରେ ହେଉଛି ପ୍ରତିଦିନ ହୁଅନ୍ତି ଏ ବେଶ ଏବଂ ୟା ପରେ ଆପଣ ଦେଖିପାରିବେ ଜଗନ୍ନାଥଙ୍କର ଗଜାନନ ବେଶ। ଜଗନ୍ନାଥଙ୍କର ଗଜାନନ ବେଶ ଜ୍ୟେଷ୍ଠ ପୂର୍ଣ୍ଣିମାରେ ହୁଏ। ସୁନ୍ଦର ବେଶ ହୋଇଛନ୍ତି। ଦେଖନ୍ତୁ ଜଗନ୍ନାଥଙ୍କର ଗଜାନନ ବେଶ ହୋଇଛନ୍ତି। ଆଉ ୟାପରେ ଆପଣ ଦେଖିପାରିବେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ରାତ୍ର ପାହୁଡ଼ ସମୟରେ ପ୍ରତିଦିନ ହୁଏ। ଏ ବେଶଟା ପ୍ରତିଦିନ ବଡ଼ସିଂହାର ବେଶ ରାତ୍ର ପାହୁଡ଼ ସମୟରେ ପ୍ରତିଦିନ ହୋଇଥାଏ। ଜୟ ଜଗନ୍ନାଥ। ଆପଣ ଦେଖିପାରିବେ ଏ ବେଶ ଦେଖୁଛନ୍ତି ବଣଭୋଜି ବେଶ। ଏଇଟା ଭାଦ୍ର ମାସ କୃଷ୍ଣ ଦଶମୀ ଦିନ ଏ ବେଶଟା ହୋଇଥାଏ। ଦେଖନ୍ତୁ ସୁନ୍ଦର ବେଶ ସଜା ହୁଏ, ଠାକୁରଙ୍କୁ ସଜା ହୁଏ। ବେଶଟା ବଣଭୋଜି ବେଶ ଭାଦ୍ର ମାସ କୃଷ୍ଣ ଦଶମୀରେ ଏ ବେଶଟା ପାଆନ୍ତି। ଏବଂ ୟା ପରେ ଆମେ ଦେଖିବା ଭଗବାନଙ୍କର କୃଷ୍ଣ ବଳରାମ ବେଶ। ଦେଖନ୍ତୁ କି ସୁନ୍ଦର ବେଶ, ଭଗବାନଙ୍କର ସୁନ୍ଦର ବେଶ ହେଇଛି। ଭାଦ୍ର କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଏ ବେଶ କରାଯାଏ। ଏହାପରେ ଦେଖିବା ଭଗବାନଙ୍କର ନବ ଚନ୍ଦନ ଲାଗି ବେଶ। ଏଇଟା ହୁଏ ବୈଶାଖ ଶୁକ୍ଳ ଦ୍ୱିତୀୟ ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦଶ ପର୍ଯ୍ୟନ୍ତ ଏ ଚନ୍ଦନ ଲାଗି ବେଶ କରାଯାଏ। ଏହାପରେ ଆପଣ ଦେଖିବେ ଭଗବାନଙ୍କର କାଳିଆଦଳନ ବେଶ। କାଳିଆଦଳନ ବେଶ ଭାଦ୍ରବ କୃଷ୍ଣ ଏକାଦଶୀରେ ହୋଇଥାଏ। ଏଇଟା ଦେଖନ୍ତୁ ଏଇଟା ଭଗବାନଙ୍କର ରାଧା ମଦର ବେଶ। ରାଧା ମଦର ବେଶ। ଜୟ ପ୍ରଭୁ ଜଗନ୍ନାଥ, ଜୟ ପ୍ରଭୁ ଜଗନ୍ନାଥ ସ୍ୱାମୀ। ଏଇଟା ଆଶ୍ୱିନ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଏ ରାଧାମୋହନ ବେଶ ହୋଇଥାଏ। ଏଇଟା ଭଗବାନଙ୍କର ବଳବାଂଶର ବଧ ବେଶ। ଭାଦ୍ର କୃଷ୍ଣ ଦ୍ୱାଦଶୀରେ ଭଗବାନଙ୍କର ବେଶ କରାଯାଇଥାଏ। ବଳବାଂଶର ବଧ ବେଶ। ଭଗବାନଙ୍କର ହରିହର ବେଶ। ଆପଣ ଦର୍ଶନ କରୁଛନ୍ତି ଭଗବାନଙ୍କର ହରିହର ବେଶ। ଦେଖନ୍ତୁ ଭଗବାନଙ୍କର ବାମନ ବେଶ। ଭାଦ୍ର ଶୁକ୍ଳ ତ୍ରୟୋଦଶୀରେ ଏ ବେଶ କରାଯାଏ। ଜୟ ଜଗନ୍ନାଥ ସ୍ୱାମୀ। ବାମନ ବେଶ ଭାଦ୍ର ଶୁକ୍ଳ ଦ୍ୱାଦଶୀରେ ବେଶ କରାଯାଇଥାଏ। ଦେଖନ୍ତୁ ଭଗବାନଙ୍କର ନାଗାର୍ଜୁନ ବେଶ। ସୁନ୍ଦର ବେଶ ଭଗବାନଙ୍କର ନାଗାର୍ଜୁନ ବେଶ। ଭଗବାନଙ୍କର ପଞ୍ଚକ 5 ଦିନ ପଡ଼ିରେ ଅଧିକ ଦିନରେ ଏହି ବେଶ କରାଯାଏ। ଯେଉଁ ବର୍ଷ ପଞ୍ଚକ 6 ଦିନ ହୁଏ ଏ ବେଶ ହିଁ କରାଯାଏ, ନାଗାର୍ଜୁନ ବେଶ। ଭଗବାନଙ୍କର ଲକ୍ଷ୍ମୀ ନାରାୟଣ ବେଶ। ଠିଆକିଆ ବେଶ କାର୍ତ୍ତିକ ଶୁକ୍ଳ ଏକାଦଶୀରେ ଏ ବେଶ କରାଯାଏ। ଲକ୍ଷ୍ମୀ ନାରାୟଣ ବେଶ। ଏଇଟା ଭଗବାନଙ୍କର ବାଙ୍କଚୂଡ଼ ବେଶ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ହୋଇଥାଏ।
ତ୍ରିବିକ୍ରମ ଆଡ଼କିଆ ବେଶ ଭଗବାନଙ୍କର ତ୍ରିବିକ୍ରମ ଆଡ଼କିଆ ବେଶ। ଭଗବାନଙ୍କର ଶ୍ରାଦ୍ଧ ବେଶ ଦେଖନ୍ତୁ। ମାର୍ଗଶିର କୃଷ୍ଣ ଚତୁର୍ଥରୁ ମାର୍ଗଶିର ଶୁକ୍ଳ ପ୍ରତିପଦା ପର୍ଯ୍ୟନ୍ତ ଏ ବେଶ କରାଯାଏ। ଭଗବାନଙ୍କର ପଦ୍ମ ବେଶ ଦେଖନ୍ତୁ, ସୁନ୍ଦର ପଦ୍ମରେ ଭଗବାନ ସଜ ହୋଇଛନ୍ତି। ଓଃ କି ସୁନ୍ଦର ଭଗବାନଙ୍କର ବେଶ, ପଦ୍ମ ବେଶ। ମାଘ ଅମାବାସ୍ୟା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେକୌଣସି ବୁଧବାର ବା ଶନିବାର ଦିନ ବେଶ କରାଯାଏ। ଦେଖନ୍ତୁ ଭଗବାନଙ୍କର ସୁନ୍ଦର ବେଶ। ଘୋଡ଼ ଲାଗି ବେଶ ଦର୍ଶନ କରୁଛନ୍ତି। ଘୋଡ଼ ଲାଗି ବେଶ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଠାରୁ ମାଘ ଶୁକ୍ଳ ଚତୁର୍ଥ ପର୍ଯ୍ୟନ୍ତ ବେଶ ହୁଏ। ଦର୍ଶନ କରୁଛନ୍ତି ଲକ୍ଷ୍ମୀ ନୃସିଂହ ଡାଳିକିଆ ବେଶ। ଲକ୍ଷ୍ମୀ ନୃସିଂହ ଡାଲକିଆ ବେଶ। ଏହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶରା ଦିନ ଏହି ବେଶ ଅନୁଷ୍ଠିତ ହୁଏ। ଦେଖନ୍ତୁ ପ୍ରଭୁଙ୍କର କି ସୁନ୍ଦର ରୂପ। ବେଶରେ ଭଗବାନଙ୍କର ମକର ଚୌରାଶୀ ବେଶ। ମକର ସଂକ୍ରାନ୍ତି ଦିନ ଏ ବେଶ କରାଯାଏ। ଜାନୁଆରୀ ମାସ ଜାନୁଆରୀ 14 ମକର ସଂକ୍ରାନ୍ତି ଦିନ ଏ ବେଶ କରାଯାଏ। ମକର ଚୌରା ବେଶ ଦେଖନ୍ତୁ ଭଗବାନଙ୍କର କି ସୁନ୍ଦର ବେଶ, ମକର ଚୌରା ବେଶ। ଦେଖନ୍ତୁ ନବାଙ୍ଗ ବେଶ ମକର ସଂକ୍ରାନ୍ତି ପୂର୍ବ ଦିନ ବେଶ ହେଇଥାଏ। ଏଇଟା ମକର ସଂକ୍ରାନ୍ତି ପୂର୍ବ ଦିନ ଏ ବେଶ ଠାକୁରଙ୍କର ହେଇଥାଏ। ନବାଙ୍ଗ ବେଶ ମକର ସଂକ୍ରାନ୍ତି ପୂର୍ବ ଦିନ ଏ ବେଶ ଠାକୁରଙ୍କର ହେଇଥାଏ। ଦେଖନ୍ତୁ ଗଜଉଦ୍ଧାର ବେଶ, ସୁନ୍ଦର ବେଶ ଭଗବାନଙ୍କର ଗଜଉଦ୍ଧାର ବେଶ। ଦର୍ଶନ କରୁଛନ୍ତି ଗଜଉଦ୍ଧାର ବେଶ। ଦେଖନ୍ତୁ ଗଜଉଦ୍ଧାର ବେଶ ମାଘ ପୂର୍ଣ୍ଣମୀ ଦିନ ଏହି ବେଶ ଠାକୁରଙ୍କୁ କରାଯାଏ। ଗଜଉଦ୍ଧାର ବେଶ ଗଜଉଦ୍ଧାର ବେଶ। ଦର୍ଶନ କରୁଛନ୍ତି ଏବେ ଚାଚେରୀ ବେଶ। ଫାଲ୍ଗୁନ ଚୈତ୍ର ଶୁକ୍ଳ ଦଶମୀ ଠାରୁ ଚତୁର୍ଥ ପର୍ଯ୍ୟନ୍ତ ଏ ବେଶ କରାଯାଏ। ସୁନ୍ଦର ବେଶ ଭଗବାନଙ୍କର। ଜୟ ଜଗନ୍ନାଥ ସ୍ୱାମୀ।